ପିଲାମାନେ ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ସିଲେକ୍ସନ୍ କରି ଭିଡ଼ିଓ ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ ଏବେ ଆସ ଦେଖିବା। ପ୍ରଥମେ ପଡ଼ିବ ଗୋଟିଏ ଅନୁଚ୍ଛେଦ। ଅନୁଚ୍ଛେଦଟି ପଢ଼ି 1ରୁ 6 ନମ୍ବର ଯାଏ ପ୍ରଶ୍ନର ଉତ୍ତର ଦିଅ। ଏହି ଅନୁଚ୍ଛେଦଟି ପଢ଼ିବ ଏବଂ ଏହାକୁ ପଢ଼ି 1ରୁ 6 ନମ୍ବର ଯାଏ ପ୍ରଶ୍ନ ଉତ୍ତର ଦେବ। ପ୍ରଥମ ପ୍ରଶ୍ନ ଅଛି, ଗଙ୍ଗବଂଶର ପ୍ରଥମ ରାଜାଙ୍କ ନାମ କ'ଣ? ଗଙ୍ଗବଂଶର ପ୍ରଥମ ରାଜାଙ୍କ ନାମ କ'ଣ? ତୁମେ ଏଠି ଲେଖିବ ଚୋଡ଼ଗଙ୍ଗଦେବ। ଚୋଡ଼ଗଙ୍ଗଦେବ। ତାପରେ ନେକ୍ସଟ ଅଛି, ଲିଙ୍ଗରାଜ ମନ୍ଦିରର ଗଠନ ଶୈଳୀ କିପରି ଥିଲା? ପ୍ରଶ୍ନ ଅଛି, ଲିଙ୍ଗରାଜ ମନ୍ଦିରର ଗଠନ ଶୈଳୀ କିପରି ଥିଲା? ତୁମେ ଏଠି ଲେଖିବ ପଞ୍ଚରଥାକୃତି। ଓ ସାଂସ୍କୃତିକ। କାରୁକାର୍ଯ୍ୟ ଆଧାରିତ। ପଞ୍ଚରଥାକୃତି ଓ ସାଂସ୍କୃତିକ କାରୁକାର୍ଯ୍ୟ ଆଧାରିତ। ତାପରେ ତୁମର ନେକ୍ସଟ କ୍ୱେଶ୍ଚନ୍ ଅଛି, କେଉଁ ଦେବାଦେବୀ ମନ୍ଦିରର ପାର୍ଶ୍ୱ ଦେବତା ଭାବେ ପୂଜା ପାଉଛନ୍ତି? କେଉଁ ଦେବାଦେବୀ ମନ୍ଦିରର ପାର୍ଶ୍ୱ ଦେବତା ଭାବେ ପୂଜା ପାଉଛନ୍ତି? ଏହି ଉତ୍ତରରେ ଲେଖିବ ଗଣେଶ, କାର୍ତ୍ତିକେୟ, ଏବଂ ପାର୍ବତୀ। ତାପରେ ତୁମର ନେକ୍ସଟ କ୍ୱେଶ୍ଚନ୍ ଅଛି, ଭୁବନେଶ୍ୱରକୁ କାହିଁକି କୃତ୍ତିବାସ କ୍ଷେତ୍ର କୁହାଯାଏ? ଭୁବନେଶ୍ୱରକୁ କାହିଁକି କୃତ୍ତିବାସ କ୍ଷେତ୍ର କୁହାଯାଏ? ଏହାର ଉତ୍ତର ହେବ, ମନ୍ଦିରରେ ପ୍ରତିଷ୍ଠିତ ଦେବତା କୃତ୍ତିବାସଙ୍କ ନାମାନୁସାରେ ଭୁବନେଶ୍ୱରକୁ କୃତ୍ତିବାସ କ୍ଷେତ୍ର କୁହାଯାଏ। ମନ୍ଦିରରେ ପ୍ରତିଷ୍ଠିତ ଦେବତା କୃତ୍ତିବାସଙ୍କ ନାମାନୁସାରେ ଭୁବନେଶ୍ୱରକୁ କୃତ୍ତିବାସ କ୍ଷେତ୍ର କୁହାଯାଏ। ଏହି ପ୍ରଶ୍ନର ଉତ୍ତରକୁ ଆମେ ଏଇ ଯେଉଁ ମୁଁ ଗାର ଦଉଛି ଏଇଟାକୁ 4 ନମ୍ବରରେ ଲେଖିଦେବ। ମନ୍ଦିର ମଧ୍ୟରେ ପ୍ରତିଷ୍ଠିତ ଦେବତା କୃତ୍ତିବାସଙ୍କ ନାମାନୁସାରେ ଭୁବନେଶ୍ୱରକୁ କୃତ୍ତିବାସ କ୍ଷେତ୍ର କୁହାଯାଏ। ହେଲା। ନେକ୍ସଟ ନମ୍ବର 5 ନମ୍ବର ହେଉଛି,
ମନ୍ଦିରର କାରୁକାର୍ଯ୍ୟ ଓଡ଼ିଶା ସଂସ୍କୃତିର କେଉଁ ସବୁ ଦିଗକୁ ପ୍ରତିଫଳିତ କରିଥାଏ? ମନ୍ଦିରର କାରୁକାର୍ଯ୍ୟ ଓଡ଼ିଶା ସଂସ୍କୃତିର କେଉଁ ସବୁ ଦିଗକୁ ପ୍ରତିଫଳିତ କରିଥାଏ? ଏହାର ଉତ୍ତର ଅଛି ଓଡ଼ିଶାର ଧର୍ମ, ସାହିତ୍ୟ, ନୃତ୍ୟ, ନାଟ୍ୟ ଓ ଜୀବନଯାତ୍ରାର ଦିଗକୁ ପ୍ରତିଫଳିତ କରିଥାଏ। ଓଡ଼ିଶାର ଧର୍ମ, ସାହିତ୍ୟ, ନୃତ୍ୟ, ନାଟ୍ୟ ଓ ଜୀବନଯାତ୍ରାର ଦିଗକୁ ପ୍ରତିଫଳିତ କରିଥାଏ। ଏଇଠି ଲେଖିବ ଓଡ଼ିଶାରୁ, ମୁଁ ଯେଉଁଠି ଗାର ଦେଇଛି ସେଇଠାରୁ ହିଁ ଲେଖିବ ଓଡ଼ିଶାର ଧର୍ମ, ସାହିତ୍ୟ, ନୃତ୍ୟ, ନାଟ୍ୟ ଓ ଜୀବନଯାତ୍ରାର ଦିଗକୁ ପ୍ରତିଫଳିତ କରିଥାଏ। ତାପରେ ନେକ୍ସଟ କ୍ୱେଶ୍ଚନ୍ ହେଉଛି ଗଙ୍ଗବଂଶର ରାଜାମାନେ ମନ୍ଦିରର ସେବା ପୂଜା ଲାଗି କି ବ୍ୟବସ୍ଥା କରିଥିଲେ? ଗଙ୍ଗବଂଶର ରାଜାମାନେ ମନ୍ଦିରର ସେବା ପୂଜା ଲାଗି କି ବ୍ୟବସ୍ଥା କରିଥିଲେ? ଏହାର ଉତ୍ତର ହେବ ସେବା। ସେବା ପୂଜା ଲାଗି ବହୁ ଜମିବାଡ଼ି ଖଞ୍ଜିଥିଲେ। ନେକ୍ସଟ କ୍ୱେଶ୍ଚନ୍, ପଦ୍ୟାଂଶଟିକୁ ପଢ଼ି 7ରୁ 12 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ଏହି ପଦ୍ୟାଂଶଟିକୁ ପଢ଼ିବ ଏବଂ 7ରୁ 12 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବ। ଆମେ ସିଧାସଳଖ ପ୍ରଶ୍ନ ଉତ୍ତର ଆଡ଼କୁ ଯିବା। ପ୍ରଥମ ପ୍ରଶ୍ନ, ପୃଥିବୀର ଭାରକୁ କିଏ ଧାରଣ କରିଛି? ପୃଥିବୀର ଭାରକୁ କିଏ ଧାରଣ କରିଛି? ଏହାର ଉତ୍ତର ତୁମେ ଲେଖିବ ଧରଣୀ। କିମ୍ବା ଲେଖିବ ପୃଥିବୀ। ପୃଥିବୀ ଲେଖିଲେ ବି ଠିକ୍ ଉତ୍ତର ହେବ। କିମ୍ବା ଲେଖିପାରିବ ମାଟି ମା। ମାଟି ମା। ନେକ୍ସଟ କ୍ୱେଶ୍ଚନ୍, ଧରଣୀ ମାକୁ ଧନ୍ୟ ଧନ୍ୟ କରିବାର ତାତ୍ପର୍ଯ୍ୟ କ'ଣ? ଧରଣୀ ମାକୁ ଧନ୍ୟ ଧନ୍ୟ କରିବାର ତାତ୍ପର୍ଯ୍ୟ କ'ଣ? ଏହାର ଉତ୍ତର ତୁମେ ଲେଖିବ ଧରଣୀ ମା ସମସ୍ତଙ୍କୁ
ସମସ୍ତଙ୍କୁ ସତ୍ୟ ଶାନ୍ତି ସତ୍ୟ ଶାନ୍ତି ଦୟା କ୍ଷମା ପ୍ରଦାନ କରି ଛପନ ଭୋଗ ପରି ଖାଦ୍ୟ ପରଷିଥିବାରୁ ତାକୁ ଧନ୍ୟ ଧନ୍ୟ କୁହାଯାଇଛି। ତାପରେ ନେକ୍ସଟ କ୍ୱେଶ୍ଚନ୍, ବକ୍ଷୁ ଅବିରତ ଝରଇ ଝର କବିତାରେ ଏପରି କୁହାଯାଇଛି କାହିଁକି? ଏହାର ଉତ୍ତର ଲେଖିବ ଧରଣୀ ମା ନିଜ ବକ୍ଷରୁ ଅବିରତ ଜଳ ଝରାଇ ତୃଷାର୍ତ୍ତ ମାନଙ୍କୁ ଜଳପାନ କରାଇ ତାଙ୍କ ଚିତ୍ତକୁ ତୃପ୍ତ କରାଉଥିବାରୁ ତାପରେ ନେକ୍ସଟ କ୍ୱେଶ୍ଚନ୍, ତୃଷାପାନେ ପ୍ରାଣୀ ହୁଅଇ ସ୍ଥିର କହିଲେ କ'ଣ ବୁଝ? ତୃଷାପାନେ ପ୍ରାଣୀ ହୁଅଇ ସ୍ଥିର କହିଲେ କ'ଣ ବୁଝ? ଏହାର ଅର୍ଥ ଅଛି, ତୁମେ ଲେଖିବ ପିଲାମାନେ, ତୃପ୍ତ ହୁଅନ୍ତି। କିମ୍ବା ତୁମେ ଲେଖିପାରିବ ଶାନ୍ତି ଲାଭ କରନ୍ତି। ଶାନ୍ତି ଲାଭ କରନ୍ତି। ଶାନ୍ତି ଲାଭ କରନ୍ତି। ତାପରେ ନେକ୍ସଟ କ୍ୱେଶ୍ଚନ୍ ଅଛି,
କବିତାରେ କବି କାହାର ମହିମା ଗାନ କରିଛନ୍ତି? କବିତାରେ କବି କାହାର ମହିମା ଗାନ କରିଛନ୍ତି? ଏହାର ଉତ୍ତରରେ ତୁମେ ଲେଖିବ ଧରଣୀ ମା। ତୁମେ ଲେଖିବ ଧରଣୀ ମା। ତାପରେ 12 ନମ୍ବର, କବିତାରେ ସମାନ ଶୁଭୁଥିବା ଶବ୍ଦଗୁଡ଼ିକୁ ଖୋଜି ଶୂନ୍ୟସ୍ଥାନ ପୂରଣ କର। କବିତାରେ ସମାନ ଶୁଭୁଥିବା ଶବ୍ଦଗୁଡ଼ିକୁ ଖୋଜି ଶୂନ୍ୟସ୍ଥାନ ପୂରଣ କର। ପ୍ରଥମରେ ଅଛି ଆବରି। ତୁମ ଆବରି ସିଧା ଏମିତି ଗାରଟିଏ ଦେଇ ଲେଖିବ ସର୍ବରୀ। ସର୍ବରୀ ସର୍ବରୀ। ତାପରେ ଅଛି ଧରଣୀ। ଧରଣୀରେ ବି ଏମିତି ଗାରଟିଏ ଦେଇ ଲେଖିବ କଷଣୀ। କଷଣୀ। ତାପରେ ଅଛି ଉପମା। ଏମିତି ଗାରଟିଏ ଦେଇ ଲେଖିବ ମହିମା। ତାପରେ ନେକ୍ସଟ କ୍ୱେଶ୍ଚନ, ପିଲାମାନେ ତୁମମାନଙ୍କ ପାଇଁ ଆମେ ଏତେ ପରିଶ୍ରମ କରିଛୁ, ସେଥିପାଇଁ ଏହି ଭିଡ଼ିଓକୁ ନିଶ୍ଚୟ ଗୋଟିଏ ଲାଇକ୍, କମେଣ୍ଟ ଓ ସେୟାର କରିଦିଅ। ପରବର୍ତ୍ତୀ ପ୍ରଶ୍ନ ଅଛି ସରଳ ଭାଷାରେ ବୁଝାଇ ଲେଖ। ସରଳ ଭାଷାରେ ବୁଝାଇ ଲେଖ। ପଦ୍ୟଟି ଅଛି ଉଠ ଭାଇ ଉଠ ନବୀନ ଆଲୋକେ, ଶୋଇଥିଲେ ଚାହିଁ ହସୁଥିବେ ଲୋକେ। ଏହାକୁ ତୁମେ ବୁଝାଇକି ଲେଖିପାରିବ ତୁମ ନିଜ ଭାଷାରେ। ଉଠ ଭାଇ ଜାଗ୍ରତ ହୁଅ। ତୁମେ ଲେଖିବ ଉଠ ତୁମେ ଏହାର ଉତ୍ତର ଲେଖିବ ଉଠ ଭାଇ ଉଠ ଜାଗ୍ରତ ହୁଅ। ଉଠ ଜାଗ୍ରତ ହୁଅ, ଶୋଇ ରହିଥିଲେ ଲୋକ ହସା ହିଁ ହେବ। ଲୋକ ହସା ହିଁ ହେବ। ତାପରେ ନେକ୍ସଟ ଅଛି ସରଳ ଭାଷାରେ ବୁଝାଇ ଲେଖ। ଇଙ୍ଗୁଦିର ତୈଳ ଦୀପ ଶିଖା, ଅନ୍ଧକାର ନାସିଲା ଫୁତ୍କାରି। ପିଲାମାନେ ଏହି ପ୍ରଶ୍ନର ଉତ୍ତର ଆମେ ଭିଡ଼ିଓ ଶେଷରେ ଦେଇଛୁ, ନିଶ୍ଚୟ ଦେଖିବ। ତାପରେ ନେକ୍ସଟ ପ୍ରଶ୍ନ ହେଲା ଏକ ପଦରେ ପ୍ରକାଶ କର। ଏକ ପଦରେ ପ୍ରକାଶ କର। ନାହିଁ ଧନ ଯାହାର। ତୁମେ ଏଇଠି ଲେଖିବ ନିର୍ଧନ। ନିର୍ଧନ। ତାପରେ 16 ନମ୍ବର, ନିମ୍ନରେ ଥିବା ପଦଟିର ବିଶେଷଣ ବାଛି ଲେଖ। ନିମ୍ନରେ ଥିବା ପଦଟିର ବିଶେଷଣ ବାଛି ଲେଖ। ଅର୍ଜୁନଙ୍କୁ ତୃତୀୟ ପାଣ୍ଡବ କୁହାଯାଏ। ଏହି ବାକ୍ୟରେ ତୃତୀୟ ପଦଟି କ'ଣ?
ଏହାର ଉତ୍ତର ହେଉଛି ଅର୍ଜୁନଙ୍କୁ ତୃତୀୟ ପାଣ୍ଡବ କୁହାଯାଏ। ଏହି ବାକ୍ୟରେ ତୃତୀୟ ପଦଟି କ'ଣ? ମାନେ ବିଶେଷଣ କିଏ? କେଉଁ ବିଶେଷଣ? ସଂଖ୍ୟାବାଚକ ବିଶେଷଣ, ନା ପୂର୍ଣ୍ଣବାଚକ ବିଶେଷଣ, ନା ପରିମାଣବାଚକ ବିଶେଷଣ, ନା ଉପରୋକ୍ତ ସମସ୍ତ? ଏହାର ସଠିକ ଉତ୍ତରଟି ହେଉଛି ପୂର୍ଣ୍ଣବାଚକ ବିଶେଷଣ। ଏହାକୁ ଏହି ଶୂନ୍ୟସ୍ଥାନରେ ଲେଖିଦେବ। ପୂର୍ଣ୍ଣବାଚକ ବିଶେଷଣ। ତାପରେ 17 ନମ୍ବର, ରେଖାଙ୍କିତ ପଦକୁ ବିଶେଷ୍ୟରେ ପରିବର୍ତ୍ତନ କରି ଲେଖ। ରେଖାଙ୍କିତ ପଦକୁ ବିଶେଷ୍ୟରେ ପରିବର୍ତ୍ତନ କରି ଲେଖ। ଏଇଠି ବାକ୍ୟ ଅଛି ଆମର ସାଂସ୍କୃତିକ ପରମ୍ପରା ମହାନ। ରେଖାଙ୍କିତ ପଦରେ ଅଛି ସାଂସ୍କୃତିକ। ସାଂସ୍କୃତିକ ଅଛି, ଏହାର ବିଶେଷ୍ୟ ପଦ ହେବ ସଂସ୍କୃତି। এই ସାଂସ୍କୃତିକ ସ୍ଥାନରେ ସଂସ୍କୃତି ଲେଖିକରି এই ସାଂସ୍କୃତିକ ସ୍ଥାନରେ ସଂସ୍କୃତି ଲେଖିବ ଏବଂ এই ବାକ୍ୟଟିକୁ ଲେଖିଦେବ। ଆମର, ତୁମେ ଲେଖିବ ଆମର ସଂସ୍କୃତି ପରମ୍ପରା ମହାନ, ଏହାକୁ ଉତାରି ଦେବ। ଆମର ସଂସ୍କୃତି ପରମ୍ପରା ମହାନ। ତାପରେ ସମ୍ପଦର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ। ନେକ୍ସଟ ନମ୍ବର ଅଛି ସମ୍ପଦର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ। ଏହାର ଉତ୍ତର ହେବ ସମ୍ପଦ। ତାର ବିପରୀତ ଅର୍ଥବୋଧକ ଶବ୍ଦ ହେଉଛି ବିପଦ। ହେଲା, ବିପଦ। ତାପରେ ନେକ୍ସଟ କ୍ୱେଶ୍ଚନ ଅଛି ଫରାସିରେ ଫୁଟିଅଛି ପଦ୍ମ। ଏଠାରେ ଫରସିରେ ଫୁଟିଅଛି ପଦ୍ମ। ଏଠାରେ ଫରସି ଶବ୍ଦଟି କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ଏହାର ଉତ୍ତର ଅଛି ପୁଷ୍କରିଣୀ। ତୁମେ ଲେଖିବ ପୁଷ୍କରିଣୀ। 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 କିମ୍ବା ତୁମେ ଲେଖିପାରିବ, କିମ୍ବା ଲେଖିବ ପୋଖରୀ। ପୋଖରୀ। ତାପରେ ନେକ୍ସଟ କ୍ୱେଶ୍ଚନ ଅଛି ତଳେ ଦିଆଯାଇଥିବା ଶବ୍ଦକୁ ବ୍ୟବହାର କରି ଗୋଟିଏ ବାକ୍ୟ ଲେଖ। ତଳେ ଦିଆଯାଇଥିବା ଶବ୍ଦକୁ ବ୍ୟବହାର କରି ଗୋଟିଏ ବାକ୍ୟ ଲେଖ। ଏହି ଶବ୍ଦଟି ଅଛି ସଲାସୁତୁରା। ଏହି ସଲାସୁତୁରା ଲଗେଇକି ବାକ୍ୟଟିଏ ଲେଖିବ। ଆମ ବିଦ୍ୟାଳୟ ପରିସର ସଲାସୁତୁରା ରହିଛି। ଲେଖିବ ଆମ ବିଦ୍ୟାଳୟ
ପରିସର ଏହାକୁ ଲେଖିବ ସଲା ସତୁରା। ରହିଛି। ତାପରେ ନେକ୍ସଟ କ୍ୱେଶ୍ଚନ୍ ଅଛି, ତଳେ ଦିଆଯାଇଥିବା ଶବ୍ଦର ସନ୍ଧି ବିଚ୍ଛେଦ କର। ତଳେ ଦିଆଯାଇଥିବା ଶବ୍ଦର ସନ୍ଧି ବିଚ୍ଛେଦ କର। ପ୍ରଥମେ ଅଛି ଦୁର୍ଲଭ। ଦୁର୍ଲଭ ଅଛି, ଏହାକୁ ସନ୍ଧି ବିଚ୍ଛେଦ କଲେ ହେବ, ଏହାକୁ ସନ୍ଧି ବିଚ୍ଛେଦ କଲେ ହେବ ଦୁଃ। ଲେଖିବ ଦୁଃ। ଦୁଃ ଯୁକ୍ତ ଲଭ। ହେଲା ଦୁର୍ଲଭ। ତାପରେ ନେକ୍ସଟ ନମ୍ବର ଅଛି ଅଧିକାଂଶ। ଏହାର ସନ୍ଧି ବିଚ୍ଛେଦ କରିବ ଅଧିକ, ଅଧିକ ଯୁକ୍ତ ଅଂଶ। ଅଧିକ ଯୁକ୍ତ ଅଂଶ, ଅଧିକାଂଶ। ତାପରେ ନେକ୍ସଟ ନମ୍ବର, କ ସ୍ତମ୍ଭରେ ଦିଆଯାଇଥିବା ଶବ୍ଦର ଅର୍ଥ ସୂଚାଉଥିବା ଶବ୍ଦକୁ ଖୋଜି ଶବ୍ଦକୁ ଖ ସ୍ତମ୍ଭରୁ ବାଛି ଗାର ଟାଣି ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ ଗାର ଟାଣି ଯୋଡ଼ିବ। ସ୍ୱାଧୀନ, କ ସ୍ତମ୍ଭରେ ଅଛି ସ୍ୱାଧୀନ, ଏପଟେ କୋଉଠି ହେବ ସ୍ୱାଧୀନର ବିପରୀତ ପରାଧୀନ। ତାପରେ ନେକ୍ସଟ ନବୀନ, ତାର ବିପରୀତ ହେବ ପ୍ରାଚୀନ। ତାପରେ ହେଲା ନେକ୍ସଟ ନମ୍ବର, ସ୍ନାନାଗାର ପରି ଗୋଟିଏ ଶବ୍ଦ ଲେଖ। ସ୍ନାନାଗାର ପରି ଗୋଟିଏ ଶବ୍ଦ ଲେଖ। ତୁମେ ଏଇଠି ଲେଖିବ ବିଜ୍ଞାନଗାର। ସ୍ନାନାଗାର ତୁମେ ଲେଖିବ ବିଜ୍ଞାନଗାର, ନହେଲେ ଲେଖିବ ପାଠାଗାର। ତୁମେ ଲେଖିବ ପାଠାଗାର। ତାପରେ ନେକ୍ସଟ ନମ୍ବର ହେଉଛି ଆଖି ପକାଇବା। ଆଖି ପକାଇବା ରୂଢ଼ିର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ନଜର ପକାଇବା। ନଜର ପକାଇବା ରେ ପାସ୍ ଦେବ। ଆଉ ଏଇଠି ଲେଖିଦେବ, ଏହାକୁ ଏଇଠି ଲେଖିଦେବ ନଜର ପକାଇବା। ତାପରେ ନେକ୍ସଟ ନମ୍ବର ହେଉଛି ନିମ୍ନଲିଖିତ ସଂଳାପ ଗୁଡ଼ିକ କିଏ କାହାକୁ କେଉଁ ପ୍ରସଙ୍ଗରେ କହିଛନ୍ତି ବୁଝାଇ ଲେଖ।
ପିଲାମାନେ ଏହି ପ୍ରଶ୍ନର ଉତ୍ତର ଆମେ এই ଭିଡ଼ିଓ ଶେଷରେ ଦେଇଛୁ, ଦେଖିବ। ନେକ୍ସଟ କ୍ୱେଶ୍ଚନ୍, ଓକିଲ। ନେକ୍ସଟ କ୍ୱେଶ୍ଚନ୍, ଓକିଲ ନିଶ୍ଚୟ ତମେ ସମସ୍ତେ ଯେ ବଡ଼ ଭାଗ୍ୟବାନ। ବାପା ତମର ଯେମିତି ଦେବତା, ମା ବି ସେମିତି ଲକ୍ଷ୍ମୀ ସାନ୍ତାଣୀ। ପିଲାମାନେ ଏହି ପ୍ରଶ୍ନର ଉତ୍ତର ଆମେ ଭିଡ଼ିଓ ଶେଷରେ ଦେଇଛୁ, ନିଶ୍ଚୟ ଲେଖିବ। ନେକ୍ସଟ କ୍ୱେଶ୍ଚନ୍, ନିମ୍ନଲିଖିତ ପ୍ରସଙ୍ଗ ମଧ୍ୟରୁ 80ଟି ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ବିଷୟରେ ଲେଖ। ନିମ୍ନଲିଖିତ ପ୍ରସଙ୍ଗ ମଧ୍ୟରୁ 80ଟି ଶବ୍ଦ ମଧ୍ୟରେ ମାନେ କମ୍ ସେ କମ୍ 8ରୁ 10 ଧାଡ଼ି ଯାଏ ହେବ। ପିଲାମାନେ ତୁମେ ଲେଖିବ। ସଡ଼କ ନିରାପତ୍ତା ବିଷୟରେ ଲେଖିବ, ନଚେତ୍ ତୁମ ବିଦ୍ୟାଳୟ ବିଷୟରେ ଲେଖିବ, ନଚେତ୍ ଜଳ ସଂରକ୍ଷଣ ବିଷୟରେ ଲେଖିବ। କମ୍ ସେ କମ୍ 8ରୁ 10 ଧାଡ଼ି ଯାଏ ନିଶ୍ଚୟ ଲେଖିବ। ପିଲାମାନେ ଏହାର ଉତ୍ତର ବି ଆମେ ଭିଡ଼ିଓ ଶେଷରେ ଦେଇଛୁ, ଦେଖିବ। ତାପରେ ନେକ୍ସଟ ପ୍ରଶ୍ନ ଅଛି, ତୁମ ବିଦ୍ୟାଳୟରେ ହୋଇଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବିଷୟରେ ନିଜର ଅନୁଭୂତି ବର୍ଣ୍ଣନା କରି ମାଙ୍କ ନିକଟକୁ ଏକ ପତ୍ର ଲେଖ, କିମ୍ବା ବଣଭୋଜି ଆୟୋଜନ ପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ। ପିଲାମାନେ ତୁମେ ଗୋଟିଏ ବଣଭୋଜି କରିବ, ସେହି ବିଷୟରେ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖିବ। ଧନ୍ୟବାଦ।